ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବନ୍ଦେ ଉତ୍କଳ ଜନନୀର ପ୍ରଶ୍ନାବଳୀକୁ ଆଲୋଚନା କରିବା। ଆଜିର ପ୍ରଥମ ପ୍ରଶ୍ନ ଅଛି, ପ୍ରତ୍ୟେକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖିବାକୁ ପଡ଼ିବ ପିଲାମାନେ। ପୟୋଧିର ଅର୍ଥ କ'ଣ? ନା ସମୁଦ୍ର ଏବଂ ସାଗର। ସମୀର କହିଲେ ପବନ ଏବଂ ବାୟୁକୁ ବୁଝାଏ। ଉଟଜ କହିଲେ କୁଟୀର ଏବଂ କୁଡ଼ିଆକୁ ବୁଝାଏ। ତଟିନୀର ଅର୍ଥ ହେଲା କ'ଣ? ନଦୀ, ସରିତ, ନଈ, ଯାହା କହିଲେ ବି ସମାନ। ଭୂଧର ଅର୍ଥ କ'ଣ ପିଲାମାନେ? ନା ପର୍ବତ, ଅଚଳ। ଅରି କହିଲେ କାହାକୁ ବୁଝାଏ ପିଲାମାନେ? ଶତ୍ରୁ, ବୈରୀକୁ ବୁଝାଏ। ଦ୍ୱିତୀୟ ପ୍ରଶ୍ନକୁ ଆମେ ଆଗେଇ ଯିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 2। ଦ୍ୱିତୀୟ ପ୍ରଶ୍ନରେ କହିଛି, ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୋଧକ ଶବ୍ଦ ଲେଖିବାକୁ ପଡ଼ିବ। ଆମେ କ'ଣ କରିବାକୁ ପଡ଼ିବ ପିଲାମାନେ? ନା ବିପରୀତ ଶବ୍ଦ ଲେଖିବାକୁ ପଡ଼ିବ। ଆମକୁ ଶବ୍ଦ ଦେଇଛି ଏବଂ ତାର ବିପରୀତ ଶବ୍ଦ ମଧ୍ୟ ଲେଖିବାକୁ ପଡ଼ିବ। ଶୁଭ୍ରର ଅର୍ଥ କ'ଣ? ନା ମଳିନ। ସୁନ୍ଦରର ବିପରୀତ ଶବ୍ଦ କ'ଣ ହେବ? ଅସୁନ୍ଦର। ପୁଣ୍ୟର ବିପରୀତ ଶବ୍ଦ କ'ଣ ହେବ? ପାପ। ଘନର ବିପରୀତ ଶବ୍ଦ କ'ଣ ହେବ? ନା ତରଳ। ଘନ କହିଲେ ଟାଣ, ତରଳ କହିଲେ ପାଣିଆ। ପବିତ୍ର କହିଲେ କ'ଣ ହେବ? ପବିତ୍ରର ବିପରୀତ ଶବ୍ଦ ନା ଅପବିତ୍ର। ଦର୍ପିତର ବିପରୀତ ଶବ୍ଦ କ'ଣ ହେବ? ଭୀରୁ। ଦର୍ପିତର ଅର୍ଥ ହେଲା ଯେଉଁମାନଙ୍କୁ ଆମେ ଯୋଦ୍ଧା ବୋଲି କହିଥାଉ। ଭୀରୁ କହିଲେ କାପୁରୁଷକୁ ବୁଝାଏ ପିଲାମାନେ। ତୃତୀୟ ପ୍ରଶ୍ନକୁ ଆଗେଇ ଯିବା। କ୍ୱେଶ୍ଚିନ୍ ନମ୍ବର 3। ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ଆମେ ସାର୍ଥକ ବାକ୍ୟ ଲେଖିବାକୁ ପଡ଼ିବ। କ'ଣ କରିବାକୁ ପଡ଼ିବ ପିଲାମାନେ? ନା ବାକ୍ୟ ଗୋଟେ ଲେଖିବାକୁ ପଡ଼ିବ। ଆମକୁ ଶବ୍ଦ ଦେଇଛି ଏବଂ ତାର ବାକ୍ୟ ଲେଖିବାକୁ ପଡ଼ିବ। ପ୍ରଥମ ଶବ୍ଦ ଦେଇଛି ବିଧୌତ। ବିଧୌତର ଅର୍ଥ ଆମେ ଜାଣିଛୁ ପିଲାମାନେ, ଧୋଇ ହେଇଯିବା। ଆମେ ଶବ୍ଦ ଲେଖିଲେ କ'ଣ ହେବ? ନା ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଭାବୁକକୁ ବିମୋହିତ କରେ। ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଅର୍ଥାତ୍ ମାନେ ଜ୍ୟୋତ୍ସ୍ନା ବା କିରଣଟା ଯେତେବେଳେ ରାତ୍ରିରେ ପଡ଼ୁଥିବ, ଭାବୁକକୁ ସେ କ'ଣ କରୁଥିବ? ନା ବିମୋହିତ କରୁଥିବ। ଜହ୍ନର ଆଲୋକ ଭାବୁକକୁ କ'ଣ କରିବ? ନା ବିମୋହିତ କରିଦେଉଥିବ। ଦ୍ୱିତୀୟ ଶବ୍ଦ ଅଛି କ'ଣ? ସୁଶୋଭିତ। ସୁଶୋଭିତର ଅର୍ଥ କ'ଣ ପିଲାମାନେ? ସୁସଜ୍ଜିତ ହେଇକି ରହିବା। ରାମଚନ୍ଦ୍ରଙ୍କର ସୁଶୋଭିତ ରୂପ ଦେଖି, ଅର୍ଥାତ୍ ରାମଚନ୍ଦ୍ର ଯେଉଁ ଭଳିଆ ସୁସଜ୍ଜିତ ହେଇକି ଥିଲେ ତାକୁ ମୁନିମାନେ ଦେଖି ବିମୋହିତ ହେଇଯାଉଥିଲେ। ନେକ୍ସଟ ଯିବା ଶବ୍ଦକୁ ପିଲାମାନେ। ରାଜିତ ଅଛି ଆମ ପାଖରେ। ରାଜିତକୁ ଆମେ ସାର୍ଥକ ବାକ୍ୟ ଲେଖିଲେ କ'ଣ ହେବ? ନା ଆଶ୍ରମରେ ପୁଷ୍ପରାଜିତ ଦୃଶ୍ୟ ଚିତ୍ତ ହରଣ କରିଥାଏ। ଆଶ୍ରମରେ ସେ ଯେଉଁ ଫୁଲ ଗୁଡ଼ିକ ଅଛି ତାର ଦୃଶ୍ୟଟା ଆମକୁ କ'ଣ କରୁଥାଏ? ନା ହରଣ କରିଦେଇଥାଏ। ଆମର ଚିତ୍ତକୁ ସେ ହରଣ କରିନିଏ। କଳକଳ ଅଛି ଶବ୍ଦ ପିଲାମାନେ। ଚିଲିକାରେ ପକ୍ଷୀମାନଙ୍କର କଳକଳ ଶବ୍ଦ ଶୁଣାଯାଏ। ଚିଲିକାରେ ପକ୍ଷୀମାନଙ୍କର ସେ ଯେଉଁ ଗୁଣୁଗୁଣୁ ଶବ୍ଦ, କଳକଳ ଶବ୍ଦ ସବୁ ଶୁଣାଯାଇଥାଏ। ନେକ୍ସଟ ଶବ୍ଦ କ'ଣ ଅଛି? ନା ଜ୍ଞାନ ବିଜ୍ଞାନ। ବର୍ତ୍ତମାନ ଓଡ଼ିଶା ଜ୍ଞାନ ବିଜ୍ଞାନରେ ଯଥେଷ୍ଟ ଆଗେଇ ଗଲାଣି। ବର୍ତ୍ତମାନ ଆମ ପାଖରେ ମଧ୍ୟ ଆଡ଼ଭାନ୍ସ ଟେକ୍ନୋଲୋଜି ସବୁ ବ୍ୟବହାର ହେଉଅଛି। ନେକ୍ସଟ କ'ଣ ଅଛି? ନା ଉଟଜ। ଘନ ଅରଣ୍ୟରେ ମୁନିମାନେ ଉଟଜ ତିଆରି କରି ରହୁଥିଲେ। ଉଟଜର ଅର୍ଥ କ'ଣ ପିଲାମାନେ? କୁଟୀର, ଘର, କୁଡ଼ିଆ, ଯାହା କହିଲେ ବି ହେବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 4। ସେ କହିଛି, କଳକଳ ଭଳି ଆଉ 5ଗୋଟି ଧନାତ୍ମକ ଯୁଗ୍ମ ଶବ୍ଦ ଲେଖିବାକୁ ପଡ଼ିବ। ଆମକୁ କ'ଣ କରିବାକୁ ପଡ଼ିବ? ନା କଳକଳ ଭଳିଆ ଆହୁରି 5ଗୋଟି ଶବ୍ଦ ଲେଖିବାକୁ ପଡ଼ିବ। ଯେମିତି ଧଡ଼ ଧଡ଼, ଫଡ଼ ଫଡ଼, ଘଡ଼ ଘଡ଼, ମୋଡ଼ ମୋଡ଼, ଖର ଖର, ଝର ଝର। ଏ ହେଲା ତୁମର 5ଗୋଟି ଧନାତ୍ମକ ଯୁଗ୍ମ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନକୁ ଯିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 5 ଅଛି ଆମ ପାଖରେ। ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନକୁ ଆମେ କ'ଣ କରିବାକୁ ପଡ଼ିବ? ନା ପୂରଣ କରିବାକୁ ପଡ଼ିବ। ଆମକୁ ପ୍ରଶ୍ନ ଦେଇଛି, ତାର ଉତ୍ତର ଲେଖିବାକୁ ପଡ଼ିବ। ଠିକ୍ ଅଛି। ଆଜିର ପ୍ରଥମ ପ୍ରଶ୍ନ କରେ ଅଛି ପିଲାମାନେ, ପୂତ ଡେକ୍ସ ବିଧୌତ ଶରୀରା କ'ଣ ହେବ?
ନା ପୂତ ପୟୋଧି ବିଧୌତ ଶରୀରା। ଖ ନମ୍ବରରେ ଅଛି ଡେକ୍ସ ସୁଶୋଭିତ ତୀରା, କ'ଣ ହେବ ନା ତାଳ ତମାଳ ସୁଶୋଭିତ ତୀରା। ଗ ନମ୍ବରରେ ଅଛି ଶୁଭ୍ର ଡେକ୍ସ କୂଳ ଶିଖର ସମୀରା, କ'ଣ ହେବ ପିଲାମାନେ ଶୂନ୍ୟସ୍ଥାନକୁ ପୂରଣ କଲେ ଶୁଭ୍ର ତଟିନୀ କୂଳ ଶିଖର ସମୀରା, କ'ଣ ହେବ ନା ଶୁଭ୍ର ତଟିନୀ କୂଳ ଶିଖର ସମୀରା। ଘ ନମ୍ବରକୁ ଯିବା ଡେକ୍ସ ବନଭୂମି ରାଜିତ ଅଙ୍ଗେ, କ'ଣ ହେବ ନା ଘନ ଘନ ବନଭୂମି ରାଜିତ ଅଙ୍ଗେ। 1 ନମ୍ବରରେ ଅଛି ନୀଳ ଭୂଧରମାଳା ଡେକ୍ସ ଅଛି, କ'ଣ ହେବ ନା ନୀଳ ଭୂଧରମାଳା ସାଜେ ତରଙ୍ଗେ। 4 ନମ୍ବରକୁ ଯିବା ଡେକ୍ସ ମୁଖରିତ ଚାରୁ ବିହଙ୍ଗେ, କ'ଣ ହେବ ନା କଳ କଳ ମୁଖରିତ ଚାରୁ ବିହଙ୍ଗେ। 6 ନମ୍ବରକୁ ଯିବା ସୁନ୍ଦର ଶାଳୀ ଡେକ୍ସ କ୍ଷେତ୍ରା, କ'ଣ ହେବ ନା ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା। ଡେକ୍ସ ପ୍ରଦର୍ଶିତ ନେତ୍ରା ନା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। କ'ଣ ହେବ ଯୋଗୀ ଋଷିଗଣ ଡେକ୍ସ ପବିତ୍ରା, ଯୋଗୀ ଋଷିଗଣ ଉଟଜ ପବିତ୍ରା। ନିୟ ନମ୍ବର କ'ଣ ହେବ ସୁନ୍ଦର ମନ୍ଦିର ଡେକ୍ସ ଦେଶ, କ'ଣ ହେବ ନା ସୁନ୍ଦର ମନ୍ଦିର ମଣ୍ଡିତ ଦେଶ। ଏଇଟା ପିଲାମାନେ ଭୁଲରେ ଟାଇପ୍ ହେଇଯାଇଛି, ଅର୍ଥକର୍ତ୍ତ ପାର୍ଥକ୍ୟ ଦର୍ଶାଅ ଏ କୋଶ୍ଚିନ୍ଟା, ଏହାକୁ କେହି ଇଏ କରିବେ ନାହିଁ। ଏବଂ ଆଜି ପାଇଁ ଏତିକି। 1ରୁ 5ଟି ପ୍ରଶ୍ନ ଅଛି, ଅନ୍ୟ ଏକ ଭିଡ଼ିଓରେ ଆମେ 6 ନମ୍ବର ପ୍ରଶ୍ନକୁ ଯିବା। ଆଜି ପାଇଁ ଏତିକି ପିଲାମାନେ, ଧନ୍ୟବାଦ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଟୁ ଅଲ୍।